ହିନ୍ଦୁ ପୁରାଣ ଅନୁଯାୟୀ ପ୍ରତ୍ୟେକ ଦେବୀ ଦେବତା ଯେକୌଣସି ବାହନରେ ବିରାଜିତ। ଯେମିତିକି ବିଷ୍ଣୁଙ୍କ ବାହନ ଗରୁଡ଼, ମା ଲକ୍ଷ୍ମୀଙ୍କ ବାହନ ପେଚା, ମା ସରସ୍ୱତୀଙ୍କର ବାହନ ହଂସ, ଶିବଙ୍କର ବାହନ ନନ୍ଦୀ, ଗଣେଶଙ୍କର ବାହନ ମୂଷା, କାର୍ତ୍ତିକେୟଙ୍କର ବାହନ ମୟୂର। ଆଉ ଅନେକ ଦେବୀ ଦେବତା ଅଛନ୍ତି ଯେକୌଣସି ବାହନ ଉପରେ ବିରାଜିତ। ଯେମିତିକି ମା ଦୁର୍ଗାଙ୍କ ବାହନ ସିଂହରାଜ। ସିଂହ ବାହନ ଉପରେ ବିରାଜିତ ହେବା କାରଣରୁ ମା ଦୁର୍ଗାଙ୍କୁ ସିଂହ ବାହିନୀ ମଧ୍ୟ କୁହନ୍ତି। ସିଂହରାଜ ମା ଦୁର୍ଗାଙ୍କ ବାହନ କାହିଁକି ଆଉ ଅନ୍ୟ ପଶୁ କାହିଁକି ନୁହେଁ, ଏହାର ପଛରେ କାରଣ କ'ଣ ଅଛି? ଏହାର ପଛରେ ଗୋଟିଏ ପୌରାଣିକ କଥା ରହିଅଛି। ମା ଦୁର୍ଗାଙ୍କର ଅନେକ ରୂପ ରହିଅଛି। ସେ ମଧ୍ୟରୁ ଗୋଟିଏ ରୂପ ମା ପାର୍ବତୀ। ମା ପାର୍ବତୀ ପିଲାଟି ଦିନରୁ ଶିବଶଙ୍କରଙ୍କୁ ଭକ୍ତି କରୁଥିଲେ ଏବଂ ଶିବଶଙ୍କରଙ୍କୁ ସ୍ୱାମୀ ରୂପରେ ମାନି ନେଇଥିଲେ। ପାର୍ବତୀ ଶିବଙ୍କୁ ପାଇବା ପାଇଁ ତପସ୍ୟା କରିବାକୁ ଯାଇଥିଲେ। ଆଉ ଅନେକ ବର୍ଷ ବିତି ଯାଇଥିଲା ଏବଂ ପାର୍ବତୀର ଚେହେରା ବଦଳି ଯାଇଥିଲା। ଦେବୀ ପାର୍ବତୀ ତପସ୍ୟା କରିବା ବେଳେ ସେଠାରୁ ଗୋଟିଏ ସିଂହଟି ସେଠାରୁ ଯାଉଥିଲା। ସିଂହଟି ମା ପାର୍ବତୀକୁ ଦେଖିଲା ଏବଂ ମା ପାର୍ବତୀକୁ ଖାଇବା ପାଇଁ ଭାବିଲା। ମାତା ପାର୍ବତୀକୁ ତପସ୍ୟା କରୁଥିବାର ଦେଖି ସିଂହଟି ସେଠାରେ ବସିଗଲା ଆଉ ସେ ତପସ୍ୟା ସମାପ୍ତ ହେବାର ଅପେକ୍ଷା କରିବାକୁ ଲାଗିଲା। କିନ୍ତୁ ମା ପାର୍ବତୀଙ୍କର ତପସ୍ୟା ଅନେକ ବର୍ଷ ବିତିଗଲା। ଯେତେବେଳେ ଯାହା ସିଂହ ସେଠାରେ ବସିଥିଲା, ମା ପାର୍ବତୀଙ୍କର ଚମତ୍କାରରେ ସେ ସିଂହଟି ଅନେକ ବର୍ଷ ଭୋକରେ ରହିଥିଲା। ସେ ସିଂହଟି ମାତାଙ୍କ ସହ ତପସ୍ୟାରତ ହୋଇଥିଲା ନା ସେ ମାତା ପାର୍ବତୀକୁ କ'ଣ କହିଲା? ତପସ୍ୟାର ଅନେକ ବର୍ଷ ବିତିଗଲା ପରେ ଦେବୀ ପାର୍ବତୀଙ୍କର ତପସ୍ୟାରେ ପ୍ରସନ୍ନ ହୋଇ ସେଠାରେ ଶିବଶଙ୍କର ପ୍ରକଟ ହେଲେ ଆଉ କହିଲେ, ଦେବୀ ପାର୍ବତୀ ଆଖି ଖୋଲନ୍ତୁ, ମୁଁ ତମକୁ ସୁନ୍ଦର ହେବାର ବରଦାନ ଦେବି ବୋଲି କହିଲେ। ଆଉ ତମେ ଗଙ୍ଗା ଜଳରେ ସ୍ନାନ କର। ସ୍ନାନ କଲା ପରେ ତମେ ଅତି ସୁନ୍ଦର ହୋଇଯିବ ଏବଂ ତମର ଏହି ଧଳାବର୍ଣ୍ଣ ଦେହ କାରଣରୁ ଗୌରୀ ବୋଲି ଏ ସଂସାର ଜାଣିବ। ତମର ଶ୍ୟାମଳ ବର୍ଣ୍ଣ କୌଶିକୀ ଦେବୀ ବୋଲି ଜାଣିବେ। ମାତା ପାର୍ବତୀ କହିଲେ, ତମେ ଧନ୍ୟ ପ୍ରଭୁ ବୋଲି କହିଲେ। ଆଉ ଦେବୀ ପାର୍ବତୀଙ୍କର ନଜର ସେଠାରେ ଥିବା ସିଂହ ଉପରେ ପଡ଼ିଗଲା। ପାର୍ବତୀ କହିଲେ, ଏ ସିଂହଟି ଏଠାରେ କ'ଣ କରୁଛି? ଶିବଶଙ୍କର କହିଲେ, ଦେବୀ ଆକୁ ଦେଖି ଏମିତି ଲାଗୁଛି ତମ ସହିତ ଏ ସିଂହ ବି ବର୍ଷ ବର୍ଷ ଧରି ତପସ୍ୟାରେ ବସିଛି। ସେତିକିବେଳେ ସିଂହଟି ମାତା ପାର୍ବତୀ, ଭଗବାନ ଶିବଶଙ୍କର ପ୍ରଣାମ ସ୍ୱୀକାର କରନ୍ତୁ ବୋଲି କହିବାକୁ ଲାଗିଲା। ତୁମର ବଚନ ସତ୍ୟ। ମୁଁ ଏହି ବିଚାରରେ ଦେବୀ ପାର୍ବତୀଙ୍କୁ ଖାଇବାକୁ ଆସିଥିଲି କିନ୍ତୁ ଦେବୀ ପାର୍ବତୀଙ୍କର ଚମତ୍କାରରେ ମୁଁ ରହିଗଲି। ମୋର ହାତରେ ଏ ଅପରାଧ ହେବାରୁ ମାତା ରଖିଦେଲେ। ମୋତେ କ୍ଷମା କରିଦିଅ ମାତା। ମାତା ପାର୍ବତୀ କହିଲେ, ଯେତେ ଦିନ ପର୍ଯ୍ୟନ୍ତ ମୁଁ ତପସ୍ୟା କଲି ଏହି ଭଳି ଏହି ସିଂହଟି ମଧ୍ୟ ତପସ୍ୟା କରି ବସିଥିଲା। ମୋତେ ଏହାର ତପସ୍ୟାର ଫଳ ଦେବାକୁ ପଡ଼ିବ। କହିଲା, ପ୍ରଭୁ ଆଉ କ'ଣ ତପସ୍ୟାର ଫଳ ଦେବାକୁ ହେବ? ସିଂହଟି କହିଲା, ମୁଁ ତମର ବାହନ ହେବାକୁ ଚାହୁଁଛି ମାତା, ମୋତେ ସ୍ୱୀକାର କରନ୍ତୁ। ସିଂହର କଥା ଶୁଣି ମା ପାର୍ବତୀ ତାଙ୍କ ବାହନ ରୂପରେ ତାଙ୍କୁ ସ୍ୱୀକାର କରି ବରଦାନ ଦେଲେ। ସିଂହରାଜ ହେଲା ମା ପାର୍ବତୀର ବାହନ। ମା ପାର୍ବତୀଙ୍କର ବାହନ ସିଂହରାଜଟି ଏଭଳି ଭାବରେ ହୋଇଥିଲା। ଜୟ ମା ପାର୍ବତୀଙ୍କର ଜୟ, ଜୟ ମା ଦୁର୍ଗାଙ୍କର ଜୟ। ଏହି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିଲେ ଦୟାକରି ମୋ ଚ୍ୟାନେଲକୁ ଲାଇକ୍ ଏବଂ ସବସ୍କ୍ରାଇବ୍ କରନ୍ତୁ। ଆଉ ଏ ଭିଡ଼ିଓରେ କ'ଣ ଭୁଲ ଥିଲେ କମେଣ୍ଟ କରି ଜଣାନ୍ତୁ। ଜୟ ମା ପାର୍ବତୀ, ଜୟ ମା ଦୁର୍ଗା।